ଦୁନିଆ ପାଇଁ ତମେ ଦି ଜଣ ହଉଛ ଗୋଟେ ପୁଅ ଆଉ ଗୋଟେ ଝିଅ, କିନ୍ତୁ ମୋ ପାଇଁ ତମେ ଦି ଜଣ ହଉଛ ମୋ ସମ୍ପୂର୍ଣ୍ଣ ଦୁନିଆ, ମୋ ଜୀବନର ସବୁଠାରୁ ବଡ ସାର୍ଥକତା। ହ୍ୟାଲୋ ଏଭ୍ରିୱାନ୍, ମୁଁ ସୋନାଲି ସ୍ୱାଗତ କରୁଛି ଆଉ ଗୋଟେ ମୋର ମିନି ବ୍ଲଗକୁ। ଦେଖୁ ଦେଖୁ ସମୟ କେମିତି ଡେଣା ଲଗେଇ ଉଡ଼ିଗଲା କିଛି ବି ଜଣା ପଡ଼ିଲାନି। ଆଜି ମୋର ଦୁଇ ଆଖିକୁ ସମ୍ପୂର୍ଣ୍ଣ 4 ବର୍ଷ ପୁରିଗଲା। ମନେ ପଡ଼େ ମୋର ସେହି ଦିନ ଗୁଡ଼ିକ ଯେତେବେଳେ ତମେ ଦି ଜଣ ମୋ ଗର୍ଭରେ ଥିଲ। ମୁଁ କେବଳ ତମ ଦି ଜଣଙ୍କର ସ୍ପନ୍ଦନକୁ ଅନୁଭବ କରୁଥିଲି। ସବୁବେଳେ ବସି ଭାବୁଥିଲି ମୋ ଛୁଆ ଦି ଜଣ କେମିତି ଦେଖାଯାଉଥିବେ। ତମେ ଦି ଜଣ ଏ ସମାଜକୁ ସୁସ୍ଥ ସବଳ ଭାବରେ ଆସିବ ତ? ଏମିତି ହଜାରେ ଆଶା ଆଶଙ୍କା ଭିତରେ ଠିକ୍ ଜୁନ୍ 20, 2022 ସୋମବାର ସକାଳ 8ଟା 58, 8ଟା 59ରେ ଭଗବାନ ମୋ କୂଳ ଶୂନ୍ୟ ଆଲୋକିତ କରି ତମ ଦି ଜଣଙ୍କୁ ମୋ ହାତକୁ ବଢ଼େଇ ଦେଇଥିଲେ। ଭଗବାନଙ୍କ ଆଶୀର୍ବାଦରୁ ତମେ ଦି ଜଣ ଏକ ସୁନ୍ଦର ଗୋଲାପ ପରି ଖେଳି ଉଠି ଏ ଦୁନିଆରେ ବଡ଼ ହେଲ। କିନ୍ତୁ ଜାଣିଛ ରିଷି ଖୁସି, ଭଗବାନଙ୍କର ସବୁଠାରୁ ବଡ଼ ଚମତ୍କାର ଓ ଆଶ୍ଚର୍ଯ୍ୟ କଣ ଥିଲା ଆମ ପାଇଁ? ଯେଉଁ ଶିବ ଭଗବାନଙ୍କୁ ଆମେ ଦି ଜଣ ବହୁତ ବିଶ୍ୱାସ କରୁଥିଲୁ, ଠିକ୍ ତାଙ୍କରି ବିବାହ ସମୟରେ ହିଁ ତମେ ଦି ଜଣ ଆମ ଜୀବନକୁ ଆସିଲ। ଏ ପ୍ରକାର ସୌଭାଗ୍ୟ ନା ବହୁତ କମ୍ ପିତାମାତାଙ୍କ ଭାଗ୍ୟରେ ଆସିଥାଏ ରେ। ତମେ ଦି ଜଣ ଆମ ପାଇଁ କେବଳ ପୁଅ ଝିଅ ନୁହଁ, ଆମ ଭାଗ୍ୟର ଚାବିକାଠି। ଭଗବାନଙ୍କର ସବୁଠାରୁ ଅମୂଲ୍ୟ ଉପହାର ହଉଛ ତମେ ଦି ଜଣ, ଯିଏକି ଆମ ଦି ଜଣଙ୍କୁ ବାପା ମା ହବାର ସୌଭାଗ୍ୟ ଦେଇଛ। ଏତିକି ଥିଲା ମୋ ପୁଅ ଆଉ ମୋ ଝିଅ ପାଇଁ 2 ପଦ। ସବୁବେଳେ ତମେ ଦି ଜଣ ଭଲରେ ରୁହ, ଖୁସିରେ ରୁହ, ବହୁତ ଆଗକୁ ଯାଅ। ଏତିକି ମୋର ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା। ହାପି ବର୍ଥଡେ ରିଷି ଖୁସି।